ଖଲ୍ଲିକୋଟ ଗଡ଼ଠାରୁ ମାତ୍ର 3 କିଲୋମିଟର ଦୂରରେ ପର୍ବତର ପାଦଦେଶରେ ଏକ ଜୀବନ୍ତ ପ୍ରତ୍ନତାତ୍ତ୍ୱିକ ଅବଶେଷ ପରି ପଡ଼ି ରହିଛି ବାଲୁକେଶ୍ୱରପୁର ଶାସନ। ପ୍ରାଚୀନ ବିବରଣୀ ଅନୁସାରେ ଖଲ୍ଲିକୋଟ ରାଜା କୃଷ୍ଣ ଶରଣଙ୍କ ପୁତ୍ର ବାଲୁଙ୍କି ଶରଣ ବା ବାଲୁକେଶ୍ୱର ଦେବ ମର୍ଦ୍ଦରାଜ 1676 ମସିହାରେ ଅତୁଳ ରୂପଶାଳିନୀ ପ୍ରକୃତିର ନିଘଞ୍ଚ ପରିବେଶ ମଧ୍ୟରେ ଏହି ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଥିଲେ। ସମଗ୍ର ଗଞ୍ଜାମ ଜିଲ୍ଲାରେ ଏହାକୁ ସୁବୃହତ ଶାସନ ବୋଲି କୁହାଯାଇପାରିବ। ଏହି ବାଲୁଙ୍କେଶ୍ୱର ଶାସନରେ 1908 ମସିହାରେ ଜନ୍ମ ନେଇଥିଲେ ପଣ୍ଡିତ ବାଇକୋଳି ବିଶାରଦ। ପିତାଙ୍କ ନାମ ବିଶ୍ୱନାଥ ମହାପାତ୍ର ଏବଂ ମାତାଙ୍କ ନାମ ପଦ୍ମା ଦେବୀ। ରମଣୀ ଜୀବନର ପରମ ରମଣୀୟ ଅଭିଜ୍ଞତାର ସ୍ୱାଦ ହେଉଛି ସନ୍ତାନର ଆର୍ଦ୍ଦୋଳି। ପଦ୍ମାବତୀ ଦେବୀଙ୍କର ଏହି ଆର୍ଦ୍ଦୋଳି ଉଣା ହୋଇଗଲା ଯେତେବେଳେ ପ୍ରଥମ ସନ୍ତାନ କୋଳ ଶୂନ୍ୟ କରି ଚାଲିଗଲା। ସେ ଦୁଃଖରେ ଭାଙ୍ଗି ପଡ଼ିଲେ। ପରବର୍ତ୍ତୀ ପୁତ୍ର ସନ୍ତାନ ଯେତେବେଳେ ଶୂନ୍ୟ କୋଳକୁ ମଣ୍ଡନ କରି ହସି ଉଠିଲା ସେତେବେଳେ ତାଙ୍କ ପିତା ମାତା ତାହାଙ୍କୁ ଦେଲେ ଏକ ଅପ୍ରତ୍ୟାଣୀ ନାମ ବାଇକୋଳି, ଯାହାର ଅର୍ଥ ବିଷାକ୍ତ ଫଳ। ତାଙ୍କ ଅଗ୍ରଜମାନେ ଅକାଳରେ ମରି ଯାଉଥିବାରୁ ପିତାମାତା ଅପମୃତ୍ୟୁ ଟଳାଇବା ଉଦ୍ଦେଶ୍ୟରେ ତାଙ୍କରି ନାମକରଣ ଏହିଭଳି କରିଥିଲେ। ସେ କାଳରେ ବାଲୁକେଶ୍ୱରପୁର ଗ୍ରାମରେ ଗୋଟିଏ ନିମ୍ନ ପ୍ରାଥମିକ ବିଦ୍ୟାଳୟ ଥିଲା। କାଳକ୍ରମେ ତାହା ପରିଣତ ହେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଶିକ୍ଷକ ଥିଲେ ଶ୍ରୀକୃଷ୍ଣ ଦାସ। ସେ ଥିଲେ ଶାନ୍ତ ସରଳ ଓ ଛାତ୍ରପ୍ରେମୀ। ସ୍ୱହସ୍ତରେ ନିଜର ଖାଦ୍ୟପାକ କରୁଥିଲେ। ଦେଖିବାକୁ ଖର୍ବକାୟ କିନ୍ତୁ ବୁଦ୍ଧିମାନ। ଇଂରାଜୀ, ତେଲୁଗୁ, ଓଡ଼ିଆ ଓ ଗଣିତ ପ୍ରଭୃତିରେ ଜଣେ ଦକ୍ଷ ଶିକ୍ଷକ ଥିଲେ। ପଣ୍ଡିତ ବିଶାରଦ ପିଲାଟି ଦିନୁ ପ୍ରଚଣ୍ଡ ଧୀ ଶକ୍ତି ସମ୍ପନ୍ନ ଛାତ୍ର ଥିଲେ। ତତ୍କାଳୀନ ଥାର୍ଡ ଫର୍ମ ଅଷ୍ଟମ ଶ୍ରେଣୀ ପାସ୍ କରିବା ପରେ ନିଜ ଗ୍ରାମ ସନ୍ନିକଟ ଫାସୁଳା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କଲେ। ପରବର୍ତ୍ତୀ ସମୟରେ ବ୍ରହ୍ମପୁରଠାରେ ଶିକ୍ଷକ ତାଲିମ ଇଟି କରିଥିଲେ। ଏହି ସମୟରେ ଶିକ୍ଷକ ତାଲିମ କେନ୍ଦ୍ରର ଲାଇବ୍ରେରୀରୁ ସେ ଜ୍ୟୋତିଷ ଶାସ୍ତ୍ର ମଧ୍ୟ ଅଧ୍ୟୟନ କରିଥିଲେ। ସେ ସମୟରେ ଜ୍ୟୋତିଷ ଶାସ୍ତ୍ରଗୁଡ଼ିକ ଓଡ଼ିଆ ଭାଷାରେ ନଥିବାରୁ ସେ ଏଗୁଡ଼ିକର ସରଳ ଅନୁବାଦ ଓଡ଼ିଆରେ କରିଥିଲେ। ଭୂଗୋଳ, ଗଣିତ, ବିଶେଷ କରି ତ୍ରିକୋଣମିତି ଓ ଜ୍ୟାମିତି, ଇଂରାଜୀ, ହିନ୍ଦୀ ଓ ବଙ୍ଗଳା ଭାଷାରେ ପାରଙ୍ଗମ ଥିଲେ। ଚଣ୍ଡୀପୀଠ ଚନ୍ଦନପୁର ଗ୍ରାମର ପଣ୍ଡିତ ବୈଦ୍ୟନାଥ ବିଦ୍ୟାଭୂଷଣଙ୍କ ଏକମାତ୍ର କନ୍ୟା ସ୍ୱର୍ଣ୍ଣପ୍ରଭାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେ 3 ପୁତ୍ରଙ୍କ ଜନକ ହୋଇଥିଲେ। ଶିକ୍ଷକତାରୁ ଜୀବନ ଆରମ୍ଭ ହୋଇଥିଲା। ଜ୍ୟୋତିଷ ଶାସ୍ତ୍ରରେ ପ୍ରବେଶ କରି ଶିକ୍ଷକତା ତ୍ୟାଗ କଲେ ଏବଂ ସେ ବହୁ ଗ୍ରନ୍ଥ ରଚନା କରିଥିଲେ। ଜ୍ୟୋତିଷାର ରତ୍ନାବଳୀ 3 ଭାଗ, ଯୋଗ ବାରିଧି, ଚମତ୍କାର ଚିନ୍ତାମଣି, ରତ୍ନ ପ୍ରଦୀପ, ଫଳ ଦୀପିକା, ବୃହଜାତକ, ଜାତକ ଦର୍ପଣ, ମଣିରତ୍ନ ମାଳା, ଚଣ୍ଡୀ ପୁରାଣ, ଆଧ୍ୟାତ୍ମିକ ରାମାୟଣ, ବ୍ରହ୍ମ ପୁରାଣ ଏବଂ ଭାରତୀୟ ଜ୍ୟୋତିଷର ଇତିହାସ, ଓଡ଼ିଆ ଆନ୍ଦୋଳନର ଇତିହାସ, ଓଡ଼ିଆ ଇତିହାସରେ ଖଲ୍ଲିକୋଟର ସ୍ଥାନ ଏବଂ 2 ଖଣ୍ଡ କାବ୍ୟ ଯଥା କାବ୍ୟ ଦମୟନ୍ତୀ ଓ ପ୍ରଭାବତୀ, ଶିଶୁ ସଙ୍ଗୀତ, ଶିଶୁ ସାହିତ୍ୟ ପ୍ରଭୃତି ରଚନା କରିଥିଲେ। ସେ ସାରଳା ମହାଭାରତର ଶୁଦ୍ଧ ସଂସ୍କରଣରେ ଜ୍ୟୋତିଷ ବିଭାଗର ସଂଶୋଧନ କରିଥିଲେ। ଉତ୍କଳ ସାହିତ୍ୟ, ନବଭାରତ, ପୌରୁଷ, କୋଣାର୍କ, ନିୟତି ସମାଜ ଏବଂ ଇଂରାଜୀ ଜ୍ୟୋତିଷ ପତ୍ରିକାରେ ଆଷ୍ଟ୍ରୋଲୋଜିକାଲ ମ୍ୟାଗାଜିନ୍ ଆଦି ଖ୍ୟାତିନାମା ପତ୍ର ପତ୍ରିକାରେ ପ୍ରକାଶ ପାଉଥିଲା। ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ତାଙ୍କର କାବ୍ୟ ଓ ଜୀବନୀ ଗ୍ରନ୍ଥ ପାଠ୍ୟପୁସ୍ତକ ରୂପେ ଗ୍ରହଣ ହୋଇଥିଲା। ଜ୍ୟୋତିଷ ତଥା ଧର୍ମ ସମ୍ବନ୍ଧରେ ଭାଷଣ ପ୍ରଦାନ କରି ଉଚ୍ଚ ପ୍ରଶଂସିତ ଓ ଆଦୃତ ହୋଇଥିଲେ। ବହୁ ରାଜା ମହାରାଜା ତଥା ବିଭିନ୍ନ ଅନୁଷ୍ଠାନମାନଙ୍କରୁ ଉପାଧିମାନ ପ୍ରାପ୍ତ ହୋଇଥିଲେ। ଖଲ୍ଲିକୋଟ ରାଜବାହାଦୁରଙ୍କଠାରୁ ଜ୍ୟୋତିଷ ବିଶାରଦ, ଅଯୋଧ୍ୟା ସଂସ୍କୃତ ସମିତିରୁ ଜ୍ୟୋତିର୍ବିଦ୍ୟା ଭାସ୍କର, ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ତରଫରୁ ଜ୍ୟୋତିର୍ବିଦ୍ୟା ବାଚସ୍ପତି ଆଦି ବିଭିନ୍ନ ଉପାଧିରେ ଭୂଷିତ ହୋଇଥିଲେ। ପାଠ୍ୟ ପୁସ୍ତକ ଅଭାବର ନବଜାଗରଣ ସମୟରେ ବହୁ ପାଠ୍ୟ ଉପଯୋଗୀ ପୁସ୍ତକମାନ ରଚନା କରିଥିଲେ। ସଂସ୍କୃତ ସାହିତ୍ୟର ଉନ୍ନତି ପାଇଁ ସଂସ୍କୃତ ଟୋଲମାନ ସ୍ଥାପନ କରିଥିଲେ। ନାରୀ ଶିକ୍ଷାର ଉନ୍ନତି ପାଇଁ ବାଳିକା ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ଥାପନ କରିଥିଲେ। ଗଞ୍ଜାମ ଜିଲ୍ଲା ବୋର୍ଡର ସଭ୍ୟ ଥାଇ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସିନେଟ ସଭ୍ୟ ଥିଲାବେଳେ ଜ୍ୟୋତିଷକୁ ପାଠ୍ୟ ଖସଡ଼ାରେ ସଯୋଗ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ସେ ଥିଲେ ଗାନ୍ଧୀବାଦୀ,
ସ୍ୱଦେଶୀ ଆନ୍ଦୋଳନରେ ଭାଗ ନେଇ ଖଦର ପରିଧାନ କରୁଥିଲେ। ଜାତିଭେଦ ମାନୁନଥିଲେ। ନିଜ ବିଦ୍ୟାର ପରାକାଷ୍ଠା ତାଙ୍କୁ କଏଦୀ ହେବା ସୁଯୋଗ ଦେଇନଥିଲା। ବହୁ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରେରଣାର ଉତ୍ସ ଥିଲେ। ସ୍ୱାଧୀନତା ପ୍ରାପ୍ତିର ଭବିଷ୍ୟବାଣୀ କରି ବହୁ ପ୍ରଶଂସାପତ୍ର ପାଇଥିଲେ। ଦୈବୀ ଦୁର୍ବିପାକ, ବିହାରର ପ୍ରଳୟକାରୀ ଭୂକମ୍ପ ଆଦି ଆଗରୁ କହିଦେଇଥିଲେ। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସେଥିପାଇଁ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ିଶାରେ ସମବାୟ ଆନ୍ଦୋଳନର ପଟ ପୁରୋଧା ଥିଲେ। ସେଦିନ ଥାଏ ଡିସେମ୍ବର ମାସ 19 ତାରିଖ 1977 ମସିହା। ସେଦିନ ଜଣେ ଆଦର୍ଶ ଗୃହସ୍ଥ ଭାବରେ ଯେତିକି ଭଗବତ କରୁଣାବାଞ୍ଛା କରିବା କଥା, ସେ ବୋଧହୁଏ ତହିଁରୁ ଅଧିକ କିଛି ଭିକ୍ଷା କରିଥିଲେ ଶ୍ରୀ ଜଗନ୍ନାଥଙ୍କ ଛାମୁରେ, ଯାହା ଫଳରେ ତାଙ୍କର ଅନ୍ତିମ ମୁହୂର୍ତ୍ତ ଅତି ଆନନ୍ଦପ୍ରଦ ହୋଇଥିଲା। ସେ ମଧ୍ୟାହ୍ନ ଭୋଜନ ଶେଷରେ ପତ୍ନୀ, ପୁତ୍ର, ବନ୍ଧୁ ଆଦି ସାଂସାରିକ ପାର୍ଥବ ପାରିବାରିକ ପରିବେଷ୍ଟନୀର ଅପର୍ଯ୍ୟାପ୍ତ ହାସ୍ୟ, କୌତୁକ ଓ ଆନନ୍ଦର ମାଧୁର୍ଯ୍ୟ ମଧ୍ୟରେ ଦୈନିକ ସମ୍ବାଦପତ୍ର ପାଠ କରୁଥିବା ବେଳେ ତାହା ହାତରୁ ଖସି ପଡ଼ିଥିଲା। ଧମନୀ ଧାବିତ ରକ୍ତର ନିଗୂଢ଼ ଆନ୍ଦୋଳନ ମୁହୂର୍ତ୍ତକ ମଧ୍ୟରେ ବନ୍ଦ ହୋଇଯାଇଥିଲା। ଆତ୍ମସଂଯମ ଏବଂ ବାକ୍ୟ ସଂଯମର ସଫଳ ଅଭ୍ୟାସ ହେତୁ ତାଙ୍କର ଲୌକିକ ଓ ପରଲୌକିକ ସମ୍ପର୍କରେ ବ୍ୟବଧାନ ସମ୍ବନ୍ଧରେ ପରିବାରର ସକଳ ବ୍ୟକ୍ତି ସଚେତନ ହେବାକୁ ସମୟ ମିଳିନଥିଲା। ସେମାନଙ୍କର ଓ ଲକ୍ଷ୍ୟରେ ଶାନ୍ତସୁନ୍ଦର ତେଜୋଦୀପ୍ତ ବର ବପୁ ଯେପରି ସନ୍ତୋଷଦାୟକ ମହାସମାଧି ଲାଭ କରିଥିଲେ। ଆତ୍ମସମାହିତ ପ୍ରଶାନ୍ତ ଭାବ, ଅନ୍ତଃନିର୍ବିଷ୍ଟ ମୁଖଶ୍ରୀ, ଅର୍ଦ୍ଧନିମୀଳିତ ଚକ୍ଷୁରେ ଗଭୀର ପ୍ରସନ୍ନତା, ଆଦିତ୍ୟବର୍ଣ୍ଣ ସତ୍ୟପ୍ରଜ୍ଞାର ଆଧାର ପରମାତ୍ମାଙ୍କ ସହିତ ଜୀବାତ୍ମାର ସଂଯୋଗ ଘଟିଯାଇଥିଲା। ଏହିଭଳି ଭିଡିଓ ପାଇଁ ଚ୍ୟାନେଲଟିକୁ ଲାଇକ୍, କମେଣ୍ଟ ଏବଂ ସବସ୍କ୍ରାଇବ୍ କରନ୍ତୁ। ଆଉ ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ।